ଭାଙ୍ଗି ତ ସାରିଲାନି, ଭାଙ୍ଗିବ କଣ? ବିଜେଡି ଭାଙ୍ଗିବ, ଭାଙ୍ଗି ତ ଗଲାନି, ଆଉ ଭାଙ୍ଗିବ କଣ? ସିଏ ଦାୟିତ୍ୱ ପାଣ୍ଡିଆନ ଆଉ କିଏ ଦାୟୀ? ପାଣ୍ଡିଆନ କଣ ଗୋଟେ ମୁଖ୍ୟମନ୍ତ୍ରୀ କଣ ପାଣ୍ଡିଆନ ପାଇଁ ନଉଛ? ଏପର୍ଯ୍ୟନ୍ତ ତମର ସହିନି, ତମେ ଯାହା ତା ବିରୁଦ୍ଧରେ କହିଦଉଛ। ଗୋଟେ ସେ ପ୍ରଭାତ କହିଲେ ତା ବିରୁଦ୍ଧରେ ତମେ କହୁଛ, କାହିଁ କହୁଛ? ତାର କହିବାର ଅଧିକାର ଅଛି। ମୁଁ ସ୍ପଷ୍ଟ ଭାବରେ କହିବାକୁ ଚାହେଁ କି ଗୋଟେ କହିବା ଅର୍ଥ ନୁହେଁ ଯେ ତା ବିରୁଦ୍ଧରେ ଲାଗିଯିବ। ମୋ ବିରୁଦ୍ଧରେ କିଛି ନାହିଁ, କଣଟା ଲାଗିବ? ମୁଁ କହିବି ଯୋଉଟା ହେବି। ଆରେ ସତ ମିଛ ଉପରେ ଆଲୋଚନା ସରିଛି। ସତଟା କଣ ମିଛଟା କହିଲେ କୋଉଠି? ଆଉ ତା ବିରୁଦ୍ଧରେ କହୁଛନ୍ତି ସେଟା କଣ ସତ? ନବୀନ ବାବୁ ମିଛୁଆ? ମୁଁ କାହିଁ ମିଛୁଆ କହିବି? ମୁଁ ମିଛୁଆ କହିବିନି। ମିଛ କଥା ସେ କହିଛନ୍ତି ମୋ ପ୍ରତି, ତା ସତ୍ୟ ମୁଁ କହୁନି। କଣ କହିଛନ୍ତି? କଣ ଦରକାର ଥିଲା ରାଜସ୍ୱଟାକୁ ରିକ୍ଲେୟାର କରିବା? ମୁଁ ଚାହୁଁନଥିଲି। କାହିଁ ରିକ୍ଲେୟାର କରୁ? ତେଣୁ ମୁଁ କେମିତି ମିଛୁଆ ହେବି? ଆଉ ମୁଁ ଯଦି ମିଛ କହୁନି, ବହୁତ ବଡ ମିଛୁଆ କେହି ପୃଥିବୀରେ ନାହିଁ। ଆରେ ସତ ମିଛ ଭିତରେ ଜୀବନ ଚକ୍ର ଚାଲିଛି। ମୁଁ ଏଇ କହୁଥିଲି ପରା ତମ ଆଗରେ, ତମେ ଅଥିଲ ବୋଲି। ସତ୍ୟର ଗୋଟେ ସତ୍ୟର ବଳ ହଉଛି 1000ଟା ହାତୀର ବଳ ସହିତ ସମାନ। ମୋର ଅଭିଶାପ କଣ ଅଛି? ମୁଁ କାହିଁକି କାହାକୁ ଅଭିଶାପ ଦେବି? ପାଣ୍ଡିଆନ ପାଇଁ ଚାଲି ଯାଉଛି ଦଳଟା, ଜାଣିପାରୁନ, ଆଖିରେ ଆଙ୍ଗୁଠି ଏମିତି ନଉଛି, ତଥାପି ସପୋର୍ଟ କରୁଛ ପାଣ୍ଡିଆନକୁ। ଲାଜ ଲାଗୁନି? ଭଲ, ବଢିଆ। ମୋ ସାଙ୍ଗ ବନ୍ଧୁ ଗୁଡା ଯଦି ଅବୋଧ କରୁଛନ୍ତି, ମୁଁ ଯୋଉ କଥା କହୁଛି ଶୁଣୁନଥିଲ। ମୁଁ ପ୍ରଥମେ ସୁରିବା ଆରମ୍ଭ କଲି ପାଣ୍ଡିଆନ ବିରୁଦ୍ଧରେ, କେହି ଶୁଣୁନାହାନ୍ତି। ମୁଁ ବି କାହାକୁ ଡରିଲିନି। ମୁଁ ଯେମିତି ଅଛି ସେମିତି କାମ। ତମେ ଜାଣିଛ ଏଇ 2-4 ଦିନ ମୁଁ କେତେ ଆଡେ ବୁଲି ବୁଲି ଆସିଛି। କିନ୍ତୁ ଦେଖୁଛ ଗାଁ ଗହଳି ମଫସଲରେ ମୁଁ ସ୍ପଷ୍ଟ ଭାବରେ ଯାଇକି ମୋ କର୍ତ୍ତବ୍ୟ କରୁଛି ଏତେ ଖରାରେ। ଆଉ ମତେ କହୁଛି ବୁଢା ହେଇଗଲାଣି, ଆଉ ତମେ ଭଲ ଟୋକା ଅଛ। ସେଇଟା ଆଶ୍ଚର୍ଯ୍ୟ, ସେଇଟା ମୋ ପାଇଁ ଆଶ୍ଚର୍ଯ୍ୟ। କାରଣ ମୁଁ ଆଖିରେ ଦେଖିଥିବା କଥାଟା କଣ କହୁଛି? ଆସ ଜଗନ୍ନାଥ ମନି କହିବ ନା, ତମେ କହିବ ମୁଁ କହିବି, ସେମିତି ହବ ନା? ଆରେ ତମମାନଙ୍କୁ ମୁଁ ଡାକିନି ମୋ ନାଁରେ କେଣ୍ଡ ପକେଇ ଦେଇଛି, ପଳେଇ ଆଲ ଦୁଃଖ। ମୁଁ ଚା କପି ଚା ତ ଖାଇନି, କାହାକୁ ଚା ଦେଇନି। ଆଉ ମୋ ସହିତ କେହି କଥା ହେଇନା, କିଏ କାହିଁ ଡାକିବ? ସାଙ୍ଗମାନେ ଅଛନ୍ତି, ଦୁଃଖ ଲାଗୁଛି। ଆରେ ସବୁ କାହିଁ ନା ଗୁଡା କରିବ? କିଏ ମନା କଲା କି? ଅଣନିଶ୍ୱାସ ମୁଁ କାହିଁ କରିବି? ଅଣନିଶ୍ୱାସ ହେଇଗଲେଣି କଣ? ଏବଂ ପ୍ରସନ୍ନ ପାଖରେ ଥିଲେ ମଜାଟା ହଉଥିଲା। ଆଉ ତ ଯିବାର ନାହିଁ। ମତେ ଡାକିଥିଲେ ବନ୍ଧୁ, ଆସ ଜଳ ତିଆରି କରି ଆଉ ଆମ ସାଙ୍ଗରେ ସବୁ ଆସ। ମୁଁ କହିଲି ନଗତ ପୁନର୍ବିଶୋଭନ, ଗଙ୍ଗ ତ ବେଙ୍ଗ, ଯେମିତି ଆଉ କୂଅ ଭିତରକୁ ଆଉ ଥରେ ବାହାରିକି ଆଉ ପଶିଲା ନାହିଁ। ମୁଁ ଭାଇ ସେ କଥା କର। ଆଉ ଗୋଟେ ଦଳ ତିଆରି ହେଲେ ଆପଣ ଯୋଗ ଦେବେ? ବିଜେଡିରୁ ବାହାରି ଗୋଟେ ଗୋଷ୍ଠୀ ଦଳ ତିଆରି କରିବା ତାର ଅଧିକାର ଅଛି। ମୁଁ ଆଉ ଯୋଗ ଦେବାର ନାହିଁ। ବିଜେପିରେ ସେଟ୍, ବୁଝିଲ? ଆଇଡିଆ ବୁଦ୍ଧି ଦବାକୁ ଚାହିଁବେ ନବୀନ ପଟ୍ଟନାୟକ ବର୍ତ୍ତମାନ ସମୟରେ ପାଣ୍ଡିଆନକୁ ଛାଡି ପାରୁନାହାନ୍ତି, ଏପଟେ ଦଳ ଦେଖା ସେ ତ ଛାଡି ପାରିବେନି। ଦଳ ସିନା 3 ଫାଳ ହେଇଯିବ, ଛାଡି ପାରିବେ ନାହିଁ। କଣ ପାଇଁ ଛାଡି ପାରିବେ? କଣ ପାଇଁ ଗୁଡାକ ମୁଁ ଯାହା ଦେଖିଛି ବନ୍ଧୁ ହିସାବରେ କହିବି। କଣ ମୋହ ଲାଗିଛି? କଣ ମୋହ ଲାଗିଛି? କାହିଁ କହିବି? କଣ ମୋହଟା କଣ ସାଂଘାତିକ ଲାଗିଛି।